ଦେଖନ୍ତୁ ଆଜ୍ଞା, ଆମେ ହଉଛୁ ଭୂମିହୀନ ଲୋକ। ତାପରେ ଆମ ବସ୍ତି ବାନ୍ଧିକି ରହିଥିଲୁ, ମ୍ୟୁନିସିପାଲିଟି କାମ କରୁଛୁ ଆଜ୍ଞା। ଆଉ ବସ୍ତି ଭାଙ୍ଗି ଦେବା ପାଇଁ କେମିତି କରୁଛନ୍ତି, ଲାଇନ୍ ଫାଇନ୍ ପୁରା କାଟି ଦେଇଛନ୍ତି, ଅନ୍ଧାରରେ ଛୁଆ ପିଲା ହଇରାଣ ହଉଛନ୍ତି। ତାପରେ କହୁଛନ୍ତି ବସ୍ତି ଭାଙ୍ଗି ଦେବୁ, ଯଦି ବସ୍ତି ଭାଙ୍ଗି ଦେବାର ଅଛି ଆପଣ ଆମର କିଛି ଆପତ୍ତି ନାହିଁ, ଆପଣ ବସ୍ତି ଭାଙ୍ଗି ଦିଅନ୍ତୁ। କିନ୍ତୁ ଆମେ ହଉଛୁ ଭୂମିହୀନ ଲୋକ ଆଜ୍ଞା, ଆମକୁ ଟିକେ ସାହାଯ୍ୟ ସହଯୋଗିତା ଦରକାର। ଆପଣ ଜାଗା ଟିକେ ଦେଇକି ଆମକୁ ଯଦି ଉଠେଇ ଦିଅନ୍ତେ ବି ଆମେ ଖୁସିରେ ପଳାନ୍ତୁ। ତାପରେ ଏମିତି ନିଜେ ଆସିକି କହୁଛନ୍ତି ଘର ଦ୍ୱାର ଭାଙ୍ଗ ପଳାଅ, ଏମିତି କହୁଛନ୍ତି। ତାପରେ ଆମେ ତ ଆଜ୍ଞା ମ୍ୟୁନିସିପାଲିଟିରେ କାମ କରୁଛୁ, 7-8 ହଜାର ଟଙ୍କା ଦରମା ପାଉଛୁ କି 10 ହଜାର ଟଙ୍କା ପାଉଛୁ। ଯଦି ଘର ଭଡ଼ା ମାସକୁ 3,000-4 ହଜାର ଦେଇକି ରହିବୁ, ପିଲାମାନେ କେମିତି ଚଳିବେ, ସେଇଟା ବହୁତ ଗୋଟେ ଟେନସନ୍ ଲାଗିଯାଉଛି। ଆମର ଟିକେ ସାହାଯ୍ୟ ଦରକାର, ଆପଣ ଟିକେ ସାହାଯ୍ୟ କରନ୍ତୁ। ତାପରେ ମୋହନ ମାଝୀ କହିଥିଲେ ନା ଆମ ନୂଆ ସରକାର ଆସୁଛି, ସବୁ ବଦଳି ଯିବ, କିଏ କାହାର କିଛି ଅସୁବିଧା ହେବନି। ହେଲେ ଆଜ୍ଞା ଏଇଭଳି ଅସୁବିଧା ରହୁଛୁ। ତାପରେ ଏତେ ଅସୁବିଧାରେ ରହୁଛୁ, ତାପରେ ବି କହୁଛନ୍ତି ବସ୍ତି ଉଠେଇ ଦେବେ। ବର୍ଷା ପାଣିରେ ଆମେ ଜମା ରହିପାରୁନୁ, ଘରେ ପାଣି ପଶି ଯାଉଛି, କାଦୁ ପାଣି ହେଇଯାଉଛି। ତାପରେ ଏଇଭଳିଆ ଅସୁବିଧାରେ ରହିଲୁଣି ଆସିକି 30-35 ବର୍ଷ ହେଇଗଲାଣି। କହୁଛନ୍ତି ବସ୍ତି ଭାଙ୍ଗିବେ, ଭାଙ୍ଗନ୍ତୁ ଆପଣ, ଆମକୁ ଟିକେ ସାହାଯ୍ୟ ସହଯୋଗିତା କରନ୍ତୁ। ଜାଗା ଟିକେ ଦେଇକି ଯଦି ବସ୍ତି ଭାଙ୍ଗନ୍ତେ ଆମେ ଖୁସି ଲାଗନ୍ତା, ଆମେ ବି ଖୁସିରେ ବସ୍ତି ଛାଡ଼ି ଦିଅନ୍ତୁ। ଆମେ ବି ବହୁତ ଅସୁବିଧାରେ ରହୁଛୁ, ଆମେ ଟିକେ ସାହାଯ୍ୟ ମାଗୁଛୁ, ଆପଣ ଟିକେ ସାହାଯ୍ୟ କରନ୍ତୁ। ଦେଖନ୍ତୁ ଅନ୍ଧାରରେ କେମିତି ରହିଛୁ, ଲାଇନ୍ ଫାଇନ୍ କାଟି ଦେଇଛନ୍ତି। ତାପରେ କାଲି କହୁଛନ୍ତି ବୁଲଡୋଜର ଆଣିକି ଘର ଦ୍ୱାର ଭାଙ୍ଗି ଦେବୁ। ସେଇଟା ବହୁତ ଦୁଃଖର କଥା। କାହାକୁ କ'ଣ କହିବୁ, ଆମେ କିଛି ଯାହାକୁ ସାହାଯ୍ୟ ମାଗୁଛୁ ସେ କହୁଛନ୍ତି ଏମିତି ସେମିତି କଥା, ଆମେ କ'ଣ କରିବୁ। ଆଉ ବହୁତ ଦୁଃଖ ଲାଗୁଛି ଆଜ୍ଞା। ଆମେ 3-4 ହଜାର ଟଙ୍କା ଘର ଭଡ଼ା ନେଇକି କେଉଁଠି ରହିବୁ।